ଗାୟତ୍ରୀ ଦେବୀ ଆଉ ଅମ୍ବିକା ତଳକୁ ଆସିକି ଘର ଲୋକ ସମସ୍ତଙ୍କୁ କହୁଛନ୍ତି, ମୁଁ ଜାଣିଛି ଅମ୍ବିକା ଆଉ ମୁକ୍ତିର ଚେହେରା ପୁରାପୁରି ମିଶି ଯାଉଛି। ମୁଁ ବୁଝିପାରୁଛି ଆକୁ ଦେଖିକି ଆପଣମାନଙ୍କୁ କେତେ କଷ୍ଟ ହେଉଥିବ। ଆଉ ମୁଁ ବି ଜଣେ ମା, ଆପଣମାନଙ୍କ କଷ୍ଟକୁ ମୁଁ ଅନୁଭବ କରିପାରୁଛି। ଆଉ ବାସ୍ ଆପଣମାନେ ଖାଲି ଭାବି ଦିଅନ୍ତୁ, ଆପଣଙ୍କ ଘରର ଝିଅ ମୁକ୍ତି ସେ ମୋ ଘରେ ଏବେ ଅମ୍ବିକା ହେଇକି ଆମ ଘରେ ଅଛି। ଆପଣମାନଙ୍କର ଅମାନତ ମୋ ପାଖରେ ଅଛି। ଆପଣମାନେ ଯେତେବେଳେ ବି ଚାହିଁବେ ତାକୁ ଦେଖା କରିପାରିବେ। ଗାୟତ୍ରୀ ଦେବୀ ଏମିତି କହିଲା ବେଳେ ଗାୟତ୍ରୀ ଦେବୀଙ୍କ ପାଖକୁ କଲ୍ ଆସୁଛି। ଆଉ ଗାୟତ୍ରୀ ଦେବୀ କହୁଛନ୍ତି 1 ମିନିଟ୍। ତାପରେ ଗାୟତ୍ରୀ ଦେବୀ କଲ୍ ଉଠାଉଛନ୍ତି ଆଉ ବିବେକଙ୍କ ସହିତ କଥା ହେଉଛନ୍ତି। ଆଉ ସେଇ ଟାଇମ୍ରେ ବିବେକ କଲ୍ କାଟି ଦେଉଛନ୍ତି। ଆଉ ଗାୟତ୍ରୀ ଦେବୀ ଅମ୍ବିକାକୁ କହୁଛନ୍ତି ଆମର ଥିବା ଲଣ୍ଡନରେ ଫ୍ୟାକ୍ଟ୍ରି ଷ୍ଟ୍ରାଇକ୍ ହେଇଯାଇଛି। ତାପରେ ଅମ୍ବିକା ଦେବୀ ଗାୟତ୍ରୀ ଦେବୀ ଘର ଲୋକକୁ କହୁଛନ୍ତି ସରି ମୋତେ ଏବେ ଯିବାକୁ ପଡ଼ିବ। ସରି ମୋତେ ଏବେ ଯିବାକୁ ହବ, ଚାଲ ବେଟା। ଏମିତି କହିଲା ବେଳେ ସେଇ ଟାଇମ୍ରେ ରାଗିଣୀ କହୁଛନ୍ତି ଗାୟତ୍ରୀ ମ୍ୟାମ୍ କିଛି ସମୟ ପାଇଁ ଅମ୍ବିକା ଆମ ପାଖରେ ରହିପାରିବେ କି? ଆପଣ ତ ଏବେ କହିଲେ ନା ଆମ ମୁକ୍ତି ଆପଣଙ୍କ ପାଖରେ ଅଛି ବୋଲି। ଆଉ ମୁଁ କିଛି ସମୟ ପାଇଁ ଆପଣଙ୍କୁ ମୋ ମାହିକୁ ମାଗିପାରିବି। ଯଦି ଏବେ ମିଟିଂରେ ଅମ୍ବିକାଙ୍କର ଯିବା କିଛି ଇମ୍ପୋର୍ଟାଣ୍ଟ ନାହିଁ ତାହେଲେ ସେ କିଛି ଟାଇମ୍ ପାଇଁ ଏଠି ରହିପାରିବେ। ସେଇ ଟାଇମ୍ରେ ଗାୟତ୍ରୀ ଦେବୀ ଅମ୍ବିକାକୁ କହୁଛନ୍ତି ଏସବୁ କିଛି ତୋ ଉପରେ ଡିପେଣ୍ଡ କରେ ରେ ମା। ଯଦି ତୁ ଏଠି ରହିବାକୁ ଚାହୁଁଛୁ ଏଠି ତାହେଲେ ରହ, ଆଉ ଯଦି ଯିବାକୁ ଚାହୁଁଛୁ ତାହେଲେ ତୁ ମୋ ସହିତ ଯାଇପାରୁ। ସେଇ ଟାଇମ୍ରେ ଅମ୍ବିକା କହୁଛନ୍ତି ମମ୍ ମୁଁ କିଛି ଟାଇମ୍ ପାଇଁ ଏଠି ରହିଯାଉଛି। ତାପରେ ଗାୟତ୍ରୀ ଦେବୀ ସେ ଜାଗାରୁ ଚାଲି ଯାଉଛନ୍ତି। ସେଇ ଟାଇମ୍ରେ ଏପଟେ ନାତାଶା ଆଦିଙ୍କୁ କହୁଛନ୍ତି ଏଠି ପ୍ଲିଜ୍ ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର। ସେଇ ଟାଇମ୍ରେ ଆଦି କହୁଛନ୍ତି ମୁଁ ତମ କଥା କିଛି ବି ଶୁଣିବାକୁ ଚାହୁଁନି କି ବୁଝିବାକୁ ଚାହୁଁନି। ମୁଁ ବୁଝିପାରୁନି ତମେ ଏମିତି କ'ଣ ପାଇଁ କରୁଛ। କ'ଣ ପାଇଁ ତମେ ପ୍ରମାଣ କରିବାକୁ ଚେଷ୍ଟା କରୁଛ ଯେ ସେଇ ହିଁ ହେଉଛନ୍ତି ମୁକ୍ତି। ଆଉ ତମର ଏଇ ଜିଦ୍ ଦିନେ ଆମକୁ ସମସ୍ତଙ୍କୁ ବର୍ବାଦ କରିକି ହିଁ ଛାଡ଼ିବ। ମୁଁ ବୁଝିପାରୁନି ତମକୁ ମୁଁ କେମିତି ବୁଝେଇବି। ଆଉ ଯଦି ତମର ଏମିତି ବିହେଭିଅର ରହିବ ତାହେଲେ ତମକୁ ସତରେ ଦିନେ ନା ଦିନେ ମେଣ୍ଟାଲ ହସ୍ପିଟାଲ ଯିବାକୁ ହିଁ ପଡ଼ିବ। ଆଉ ଗାୟତ୍ରୀ ମ୍ୟାମ୍ ଯାହା ବି କହୁଥିଲେ ନା ଏକଦମ ଠିକ୍ କହୁଥିଲେ। ଆଉ ତମେ ଗୋଟେ କଥା ଫିଟ୍ କରିଦିଅ ମୁଣ୍ଡରେ ନାତାଶା, ଅମ୍ବିକା ଚୌଧୁରୀ ହେଉଛନ୍ତି ଗାୟତ୍ରୀ ଚୌଧୁରୀଙ୍କର ଝିଅ। ଆଉ ମୁଁ ତମ ଆଗରେ ହାତ ଯୋଡ଼ିକି ରିକ୍ୱେଷ୍ଟ କରୁଛି ତମେ ପ୍ଲିଜ୍ ଏମିତି ଆଉ କରନି। ନହେଲେ ମୁଁ ତମ ପାଇଁ ପୁରାପୁରି ବର୍ବାଦ ହେଇଯିବି। ମୁକ୍ତିଙ୍କର ଡେଥ୍ ଆନିଭର୍ସରୀ ସରିଲା ପର୍ଯ୍ୟନ୍ତ ଦୟାକରିକି ଟିକେ ତମେ ଚୁପ୍ ରୁହ ପ୍ଲିଜ୍। ସେଇ ଟାଇମ୍ରେ ନାତାଶା କହୁଛନ୍ତି ସେ ଅମ୍ବିକା ତମକୁ ହକ୍ କରିକି କିଛି ବି କହିଦେଇନି ତ ଏଡି। ସେଇ ଟାଇମ୍ରେ ଆଦି କହୁଛନ୍ତି ହ୍ୱାଟ୍ ନନ୍ସେନ୍ସ ନାତାଶା, ତମେ କ'ଣ ପାଗଳି ହେଇଯାଇଛ ନା କ'ଣ? ସେଇ ଟାଇମ୍ରେ ନାତାଶା କହୁଛନ୍ତି ଏତେ ଓଭର ରିଆକ୍ଟ କରନି ଏଡି। କିଛି କଥା ନାହିଁ, ସେ ଯଦି ତମକୁ ହକ୍ କରିଦେଇଛି ତାହେଲେ ତମେ ମାନି ନେଇଛ ଯେ ସେ ହେଉଛି ଅମ୍ବିକା। ଆଉ ତମେ ବି ଚୁପଚାପ୍ ମାନି ନେଇଛ ଏ କଥାକୁ। ମୁଁ ଡେ 1ରୁ ଦେଖି ଆସୁଛି ତମେ ସେ ଝିଅକୁ ସପୋର୍ଟ କରୁଛ। ଆଉ ଏଇଟା କୋଉ ବଡ଼ କଥା ନୁହଁ। ସେଇ ଟାଇମ୍ରେ ଆଦି କହୁଛନ୍ତି ରାଇଟ୍, ଆକ୍ଚୁଆଲି ସିଏ ହେଉଛନ୍ତି ରାଇଟ୍। ତମେ ସିରିୟସଲି ପାଗଳି ହେଇଯାଇଛ। ତମେ ନିଜେ ବୁଝିପାରିଲ ତ ତମେ ଏବେ କ'ଣ କହିଲ? ଗାୟତ୍ରୀ ମ୍ୟାମ୍ ଆଉ ଅମ୍ବିକା ମ୍ୟାମ୍ ଆମ ବିଜନେସ୍ ପାର୍ଟନର ଛଡ଼ା ଆଉ କିଛି ବି ନୁହଁ। ସେଇ ଟାଇମ୍ରେ ନାତାଶା କହୁଛନ୍ତି ମୁଁ ବି ଜାଣିଛି ସେମାନେ ହେଉଛନ୍ତି ଆମର ବିଜନେସ୍ ପାର୍ଟନର। ଆଉ ଆଜିକାଲି ତମେ ଏମିତି ବିହେଭ୍ କରୁଛ ଯେମିତି ମୁଁ କିଛି ବି ଜାଣିନି। ତମେ ମୋତେ କ'ଣ ବୋଲିକି ଭାବିଛ କି? ତମେ ଭଲ ଭାବରେ ଜାଣିଛ ମୁଁ କେତେ ସେନ୍ସେବଲ୍। ସେଇ ଟାଇମ୍ରେ ଆଦି କହୁଛନ୍ତି ଓ ସେନ୍ସେବଲ୍ ରାଇଟ୍, ମାନେ ତମେ ଏସବୁ ଯାହା କରୁଛ ସେସବୁକୁ ସେନ୍ସେବଲ୍ କୁହନ୍ତି। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଆଜିର ଅଧ୍ୟାୟରେ ଏମିତି କିଛି ଦେଖିବାକୁ ପାଇବେ।